ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ପ୍ଲସ୍ ଟୁ ସେକେଣ୍ଡ ଇୟର୍ରୁ ରେଜଲ୍ଟ ସମ୍ବନ୍ଧୀୟ କ'ଣ ହେବ ପିଲାମାନେ? ରେଜଲ୍ଟ ସମ୍ବନ୍ଧୀୟ ତୁମର କ'ଣ ହେବ କ'ଣ ନାହିଁ ତୁମ ମୁଣ୍ଡରେ ଟେନସନ୍। ତ କାଲି ତୁମର ଅପରାହ୍ନ 3ଟା କିମ୍ବା 2ଟା କିମ୍ବା 2:30ରେ ତୁମର ରେଜଲ୍ଟ ବାହାରିବ। ତ ପିଲାମାନେ କାଲି ତୁମର ରେଜଲ୍ଟ ବାହାରିବ। କ'ଣ ହେବ? ପାସ୍ ହେବ କ'ଣ ମାନେ ନିଜ ମନ ପାସ୍ ହେବି ତ? କେତେ ପରସେଣ୍ଟରେ ପାସ୍ ମାନେ କେତେ ପାସ୍ ହାର ରହିଛି କେତେ ପରସେଣ୍ଟ? ପିଲାମାନେ ଟେନସନ୍ରେ ଏବେ ତୁମମାନଙ୍କର ମୁଣ୍ଡ ବିନ୍ଧୁଥିବ। ମୁଁ ଜାଣିପାରୁଛି ପିଲାମାନେ ତୁମର କ'ଣ ହେଉଛି, କାହିଁକି ନା ରେଜଲ୍ଟ ବାହାରିଲେ ତ ଦିନ ଥିଲା, ମୋର ବି ରେଜଲ୍ଟ ବାହାରିଲା ବେଳେ ମୁଁ ବି ସେମିତି ହଉଥିଲି। ତ ସେତେବେଳେ ଏତେଟା ବି ହଉନଥିଲା ରେଜଲ୍ଟ ବାହାରିଲା। ତ ଏବେ କାହିଁକି ନା ଏବେ ଏତେ ଟେନସନ୍, କାହିଁକି ନା ତୁମମାନେ ଜାଣିଥିବ ଦଶମରେ ତୁମମାନେ 10th କ'ଣ ଏକ୍ଜାମ୍ ଦେଇଥିବ। ତ 10th ଏକ୍ଜାମ୍ରେ ତୁମେ ଯେତିକି କଷ୍ଟ କରିନଥିବ, ମାନେ ଯେତିକି ତୁମେ ଟେନସନ୍ରେ ରହୁନଥିବ, କଷ୍ଟ କରୁନଥିବ ପଢ଼ା ପାଇଁ, ସେତିକି ତୁମେ +2ରେ ମେହନତ କରିଛ। ସେଥିପାଇଁ ତୁମକୁ ଅଧିକ ଟେନସନ୍ ଲାଗୁଛି, ପାସ୍ ହେବି ନା ଫେଲ୍ ହେବି, ତ ପରୀକ୍ଷା ଭଲ ହଉ, ମୁଁ ଏତେ ପରିଶ୍ରମ କରୁଛି। ଏଇଟା ଯାହା କହିଲି ୟେସ୍ ଅର୍ ନୋ ମୋତେ କମେଣ୍ଟ କରିବ। ଯାହା କହିଲି ନା ଠିକ୍ ନା ଭୁଲ ପିଲାମାନେ, ତମ ମନରେ ଏହି ଭୟ, କାହିଁକି ନା ତମେ କ'ଣ +2 ତୁମେ ପରିଶ୍ରମ କରିଛ, ଡର ଲାଗୁଛି ପାସ୍ ହେବି ତ କାଳେ ଫେଲ୍ ହେଇଯିବି, କେତେ ମାର୍କ ଯେତିକି ଆଶା କରୁଛି ସେତିକି ରହିବନି ତ, ମନରେ ଏହି ଭାବନା ସବୁ ସୃଷ୍ଟି ହେଉଛି। ଏମିତି ହେବା ସ୍ୱାଭାବିକ। ଯଦି ଗୋଟେ ଷ୍ଟୁଡେଣ୍ଟ ମନରେ ଏମିତି ଭାବନା ନ ଆସିବ ତାହେଲେ ତା ଜୀବନ ପାଠ ପଢ଼ିବାର କିଛି ବି ଭ୍ୟାଲୁ ନାହିଁ। କାହିଁକି ଏକଥା କହିଲେ ପିଲାମାନେ କହୁଥିବ? କାହିଁକି କହିଲା ତୁମମାନେ ପଢ଼ୁଛ ଏବଂ ଯେଉଁ ପିଲା ବହୁତ ଟେନସନ୍ ହେଉଛ କି ଯାହା ବି ଯେଉଁ ବି ହେଉଛ, ମ୍ୟାମ୍ ରେଜଲ୍ଟ ଭଲ ହେବ ତ ଭଲ ହେବନି ତ ଯାହା ବି ମନରେ ଆସୁଛି, ତ କାହିଁକି ନା ତୁମମାନେ ପଢ଼ିଛ, କାଳେ ଖରାପ ହେବ କି କାଳେ ଫେଲ୍ ହେଇଯିବି କି, ଏଇଆ। ତ ଯେତିକି ତୁମେ କ'ଣ ନା 6th ହଉ 7th 8th ଅଷ୍ଟମ ନବମ ଯେତେବେଳେ ବି ଦଶମ କହୁଛି, ଦଶମ ରେଜଲ୍ଟ ବାହାରିଲା ତୁମେ ଯେତିକି ଟେନସନ୍ ହେଉନଥିବ +2ରେ ସେତିକି ହେଉଛ। କାହିଁକି ନା ଦଶମରେ ଏଇନା ସମସ୍ତେ ପାସ୍ ହେଇଯାଉଛନ୍ତି, କ୍ୱଚିତ୍ ଫେଲ୍। ତ +2ରେ ସମସ୍ତେ ପାସ୍ ହେଇପାରୁନାହାନ୍ତି, କ୍ୱଚିତ୍ ପାସ୍ ହେଉଛନ୍ତି ଏବଂ ଅବଶିଷ୍ଟ ଫେଲ୍ ହେଉଛନ୍ତି। ବୁଝିହେଲା? ତ ସେଥିପାଇଁ +2ରେ ସମସ୍ତେ ଟିକେ ଷ୍ଟ୍ରିକ୍ଟ ହୁଅନ୍ତି, ପାଠ ପଢ଼ନ୍ତି। ତ ଏବେ ଆଉ ଦଶମର କିଛି ବି ଭ୍ୟାଲୁ ନାହିଁ, ତ କିଛି ବି ପଢ଼ୁନାହାନ୍ତି ପିଲାମାନେ। ତ ପାସ୍ ହାର ଏଇନା ଅଧିକ, ତ ଏଇନା +2ରେ ସମସ୍ତେ କ'ଣ ନା ବେଶୀ ଫୋକସ୍ କରୁଛନ୍ତି। ତ ବ୍ୟସ୍ତ ହେବ ନାହିଁ ପିଲାମାନେ, ମୁଁ ଜାଣିଛି ତୁମେ ସମସ୍ତେ ପାସ୍ ହେବ। ତ ଟେନସନ୍ ତ ଆସୁଥିବ, ଗୋଟେ ଜଣେ ବି ସମସ୍ତଙ୍କ ଯେତେ ବି ବୁଝେଇଲେ ଯାହା କଲେ ବି ଟେନସନ୍ ହେଉଥିବ। କାହିଁକି କହୁଛି, ଜଣେ IAS ଅଫିସର ଯଦି ବି କ'ଣ ନା ପାଇବ, IAS ଅଫିସର ପରୀକ୍ଷା ଦେଇକି ଆସିଥିବ, ତ ତା ବାହାରିବା ଦିନ ବି ସେ ମାନେ ସାଟିସ୍ଫାଏଡ଼୍ ଥିବ, ତଥାପି ମନରେ ଡର ଥିବ। ଏମିତି କେଉଁ ଲୋକ ନାହିଁ ଯାହାକୁ ବି ମନରେ ଟେନସନ୍ ନଥିବ, ଭୟ ନଥିବ। ସମସ୍ତଙ୍କର ଟେନସନ୍ ଅଛି ପିଲାମାନେ। ତ ଟେନସନ୍କୁ ତୁମେ ଦୂରେଇ, କିଛି ହେବନି, ଭଲ ମାର୍କ ହେବ। ତୁମେ ଲେଖିଛ, ମୁଁ ଜାଣିଛି ତୁମର ବହୁତ ଭଲ ମାର୍କ ଆସିବ ପିଲାମାନେ। ତ ନିଜ ଉପରେ ସବୁବେଳେ କନଫିଡେନ୍ସ ରଖ, ଆତ୍ମନିର୍ଭରଶୀଳ ସବୁବେଳେ ହୁଏ, ନିଜ ଉପରେ କନଫିଡେନ୍ସ ରଖ, ନିଶ୍ଚିନ୍ତ ତୁମର ଭଲ ରେଜଲ୍ଟ ଆସିବ। ପିଲାମାନେ କେହି ବି ଟେନସନ୍ ନିଅନି, ମୁଁ କହୁଛି ବାରମ୍ବାର। କାଲି ଅପରାହ୍ନ ତୁମ 3ଟା କିମ୍ବା 2:30ରେ ଆସିବ, ଡିକ୍ଲେୟାର ହେଇନି, କାଲି ସକାଳରେ ଡିକ୍ଲେୟାର ହେଇଯିବ। ତ 3ଟାରେ ତୁମ ରେଜଲ୍ଟ, ଅପରାହ୍ନ କହିଛି ମାନେ ତୁମ 3ଟା ରେଜଲ୍ଟ ବାହାରିବ। ସମସ୍ତେ ଖାଇ ପିଇ ବିନ୍ଦାସରେ ବସିବ, ନର୍ଭସ୍ ହେବନି, ଯେମିତି ହାର୍ଟ ବିଟ୍ ସେମିତି ହେବନି, ଆରାମରେ ରିଲାକ୍ସରେ କ'ଣ ନା ତୁମେ ବସିବ ଏବଂ ମୁଁ ଲାଇଭ୍ ଆସିବି ପିଲାମାନେ, ମୋ ସହିତ ତୁମେ ଯୋଡ଼ି ହେବ। ତୁମ ରେଜଲ୍ଟ ସମସ୍ତେ ଯଦି ବି ଯାହାର ରେଜଲ୍ଟ ହେଉଥିବ, ତ ସମସ୍ତଙ୍କୁ କେମିତି ବି କାଲି ଯଦି ତୁମର ମନ ପଡ଼ୁନଥିବ କେଉଁ ୱେବସାଇଟ୍ରେ ବାହାରିବ କି କ'ଣ ହେବ, କାଲି ଡିଟେଲ୍ସ ତୁମ ସମସ୍ତଙ୍କୁ ସେ ୱେବସାଇଟ୍ରେ ବି କାଲି ତୁମକୁ ସକାଳେ ବାହାର କହିଦେବି। ବୁଝିହେଲା ପିଲାମାନେ? ତ ଯେହେତୁ ତୁମମାନଙ୍କର ଟେନସନ୍ ଥିବ, ତ କ'ଣ ହେବ କ'ଣ ନାହିଁ ସମସ୍ତଙ୍କର, କାହିଁକି କହୁଛି ସମସ୍ତଙ୍କ ରେଜଲ୍ଟ ଭଲ, କାହିଁକିନା ଇଲେକ୍ସନ୍ ଡ୍ୟୁଟି ପିଲାମାନେ ଏବେ ଚାଲିଥିଲା, ଯେଉଁ ଇଲେକ୍ସନ୍ ଟାଇମ୍, ତ ସମସ୍ତେ ଖାତା ସେମିତି ବି ଦେଖିଦେଇଥିବେ। ତ ଏବେ 80ରୁ 85% ତୁମର ପାସ୍ ହାର ଅଛି ପିଲାମାନେ। ପାସ୍ ତୁମେ ଜାଣିପାରୁଥିବ କେଉଁ ପିଲା ପାସ୍ ହେବ ଏବଂ କେଉଁ ପିଲା ଟିକେ କମ୍ ମାର୍କ ରଖିବ। ତ କେହି ବି ଆଶା କର ନା ଫେଲ୍ ହେବ ବୋଲି, କେହି ବି ଫେଲ୍ ହେବ ନାହିଁ। ତ ମୁଁ କହୁଛି 100% ମୋ ଛୁଆ କେହି ବି ଫେଲ୍ ହେବ ନାହିଁ ପିଲାମାନେ, ସମସ୍ତେ ପାସ୍ ହେବ। ସମସ୍ତେ ପଜିଟିଭ୍ ମାଇଣ୍ଡ ରଖ, କେହି ବି ନେଗେଟିଭ୍ ଚିନ୍ତାଧାରା କ'ଣ ଫେଲ୍ ହେବି ପାସ୍ ହେବି, ସମସ୍ତେ ପାସ୍ ହେବ, ବ୍ୟସ୍ତ ହେବାର ନାହିଁ। ତ ପାସ୍ ହେଲେ ମୋତେ କମେଣ୍ଟ ନିଶ୍ଚିନ୍ତ କେତେ ମାର୍କ ରଖିଲା ମୋତେ କହିବ ସମସ୍ତେ, କାହିଁକି ନା ଏବେ 80ରୁ 85% ପାସ୍ ହାର ରହିଛି, ଆର୍ଟ୍ସ ସାଇନ୍ସ କମର୍ସ ସବୁ। ବୁଝିହେଲା? ତ ଯଦି ତୁମର ଫେଲ୍ କି ଯାହା ବି କ'ଣ ହେଇଥାନ୍ତା, ତ ତୁମର
କ'ଣ କହିଦେଇଥାନ୍ତେ କି 70% ତମର ପାସ୍ ଆର ତ କହିଦେଉଛି ଆଗରୁ ନା 85% ଆର୍ଟ୍ସ ସାଇନ୍ସ କମର୍ସ ସମସ୍ତଙ୍କର ତ ପାସ୍ ଆର ଯେ ତେଣୁକରି ମାନେ କ'ଣ ଅଧିକ ଯେହେତୁ ପରସେଣ୍ଟେଜ ପାସ୍ ଆର ରହିଛି ତ ନିଶ୍ଚିନ୍ତ ପାସ୍ ସମସ୍ତେ ହବ। ଯେଉଁ ପିଲା ମୂଳରୁ ପଢ଼ିନାହାନ୍ତି ମୂଳରୁ ବହି ଖେଳି ନାହାନ୍ତି ମୂଳରୁ ଖାତାରେ ଲେଖିନାହାନ୍ତି ସେମାନେ ମୁଁ 100% କହୁଛି ସେମାନେ ଫେଲ୍ ହବ। ଯେଉଁମାନେ ମୂଳରୁ ଖାତାରେ ଲେଖିନାହାନ୍ତି କୁଆଁ ଭାଁ ଦୁଇ ତିନିଟା ଲେଖିଛନ୍ତି ସେମାନେ ଫେଲ୍ ହବ। ଯେଉଁ ପିଲା ଲେଖିଛ ପରଫେକ୍ଟଲି ଆନ୍ସର୍ ଦେଇଛ ତ ନିଜ ଉପରେ କନଫିଡେନ୍ସ ରଖ। ତମେ ତ ନିଜେ ଜାଣିଥିବ ତ କୋଶ୍ଚିନ୍ ଯେତେବେଳେ ତମର ଏକ୍ଜାମ୍ ସଇଲା ଯେତେବେଳେ ଆନ୍ସର୍ ହେଲା ଯେଉଁ କ'ଣ ନା ଡିସ୍କସନ୍ ହେଲା ସେତେବେଳେ ତମେ ଜାଣିଛ କେତେ ପିଲା କ'ଣ ରଖିଛ ବ୍ୟସ୍ତ ହବ ନାହିଁ। ତମର ଇଣ୍ଟରନାଲ୍ ଗୋଟେ ପ୍ଲସ୍ ପଏଣ୍ଟ ହେଲା ତମର ଇଣ୍ଟରନାଲ୍ ମାର୍କ ମିଶିଛି ତ 20 ମାର୍କ ଇଣ୍ଟରନାଲ୍ ମାର୍କ ଯେହେତୁ ମିଶିଛି ତମାନେ ନିଶ୍ଚିନ୍ତ ପାସ୍ ହବ। ତ ପିଲାମାନେ ସମସ୍ତେ ପାସ୍ ନୁହଁ ଫାର୍ଷ୍ଟ କ୍ଲାସ୍ ହବ। ତ ମୁଁ କହୁଛି ସମସ୍ତଙ୍କୁ ସମସ୍ତେ ଫାର୍ଷ୍ଟ କ୍ଲାସ୍ ହବ କେହି ଟେନସନ୍ ନବନି ଆରାମସେ ରହିବ। ତମ ରେଜଲ୍ଟ କାଲି ଭଲ ହବ। ତ କାଲି ତମକୁ ମୋ ଲାଇଭ୍ରେ ଆସିବି ପିଲାମାନେ ଯାହା ପଚାରି ଅଛି ପଚାରିବ ପିଲାମାନେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି ଧନ୍ୟବାଦ।